এই ସାଙ୍ଗମାନେ ଦେଖନ୍ତୁ ଆମ ଗାଁରେ ଚାଲିଛି ମନ୍ଦିର। ଆମ ଶିବ ମନ୍ଦିର ଯେଉଁ ଥିଲା ପୁରୁଣା ମନ୍ଦିର ତାକୁ ଭଙ୍ଗା ହେଇକି ନୂଆ ମନ୍ଦିର ହେଇଛି। ଆଉ ମନ୍ଦିର ପ୍ରତିଷ୍ଠା ଚାଲିଛି, ଯଜ୍ଞ ହେରିକା ହେଉଛି। ଆଉ ପ୍ରୋଗ୍ରାମ ବି ଏଠି ଚାଲିଛି। କାଲି ପ୍ରୋଗ୍ରାମ ଥିଲା, କାଲି ତ ମୁଁ ଆସିପାରୁନଥିଲି, ଆଉ ମାଉସୀଙ୍କ ଘରକୁ ଯାଇଥିଲି। ଆଜି ଆସୁଛନ୍ତି, ଶ୍ରୀଚରଣ ସାର୍ ଆସୁଛନ୍ତି। ଆଉ ଏ ପ୍ରୋଗ୍ରାମ ଚାଲିଛି। ଆଉ କେତେ ଲୋକ ଦେଖିଲେ ନା, କେତେ ଲୋକ ଗହଳି ଏଠି ପୁରା ଭିଡ଼ ଜମି ଯାଇଛି। ଆଉ ତାଙ୍କ ଗୀତ ତ ଶୁଣିବାକୁ ବହୁତ ପସନ୍ଦ ଲାଗେ, ବହୁତ ଭଲ ଲାଗେ। ଗୀତ ଶୁଣିଲେ ଆମେ ବି ଆସୁ, ଉଠିବାକୁ ଇଚ୍ଛା ହେଉନି, ହେଲେ ଛୁଆ ଏଠି ବସେଇ ଦେଉନାହାନ୍ତି। ଚାଲ ମାମା ଚାଲ, ସିଏ ତ କିଛି ଜାଣିପାରୁନାହାନ୍ତି ନା, କିନ୍ତୁ ତାଙ୍କ ଗୀତ ଶୁଣିଲେ ଉଠିବାକୁ ଇଚ୍ଛା ହୁଏନି। ବହୁତ ସୁନ୍ଦର ଗୀତ ଗାଆନ୍ତି। ଆଉ ଆର ବର୍ଷ ତ ଆମ ଦଶହରାକୁ ଏତେ ହେଇନଥିଲା, ତା ପୂର୍ବ ବର୍ଷ ବି ଆମ ଦଶହରାକୁ ସେ ଆସିଥିଲେ। ପ୍ରାୟ ଆସନ୍ତି, ଲୋକ ତାଙ୍କୁ ବହୁତ ପସନ୍ଦ କରନ୍ତି। ଆଉ ତାଙ୍କ ଗୀତରେ ଗୋଟେ ବହୁତ ଭଲ ଲାଗେ ତାଙ୍କ ଗୀତ ଶୁଣିବାକୁ ଭଜନ ସମୟରେ। ଆଉ କେତେ ସାରା ଲୋକ ହୋଇଛନ୍ତି ଦେଖନ୍ତୁ। ଖରା ଦିନ ପୁରା ଖୋଲା ହେଇଛି, ବେଶୀ କିଛି ଟେଣ୍ଟ ମରା ହେଇନି, କାହିଁକିନା ବାହାର ପବନ ଦେଉଛି, ବହୁତ ଭଲ ଲାଗୁଛି। ସେଥିପାଇଁ କିଛି ବେଶୀ ଟେଣ୍ଟ ମରା ହେଇନି, ଖାଲି ଅଳ୍ପ ମରା ହେଇଛି। ଆଉ ଚାରିଆଡ଼େ ଫାଙ୍କା ଚେୟାର ପଡ଼ିଛି, ଆଉ ପାଲ ବି ପଡ଼ିଛି, ସବୁ ବସିଛନ୍ତି। ଆଉ ଆମେ ସେଠୁ ଦେଖିକି ଆସିଲା ପରେ ଆଉ ଠାକୁରଙ୍କ ପ୍ରସାଦ ଖାଇଲୁ। ଭାତ, ଡାଲମା, ଆଉ ହେଇଥିଲା ପୋଟଳ କଷା, ଶାଗ ସବୁ ହେଇଥିଲା, ଖାଇଲୁ। ଖାଇକି ଘରକୁ ଆସିଲୁ। ଏଇଟା ହେଉଛି ତା ପରଦିନର ବ୍ଲଗ୍ଟା, ମାନେ ଲାଷ୍ଟ ଦିନ ଏଇଟା। ଆଜି ପୂର୍ଣ୍ଣାହୁତି ଠାକୁରଙ୍କର। ଦିନରେ ଆମେ ଆସିଥିଲୁ ଠାକୁରଙ୍କ ଦର୍ଶନ କରିବା ପାଇଁ। ଆଉ କେତେ ସୁନ୍ଦର ହେଇଛି ମନ୍ଦିର ଦେଖୁଛନ୍ତି। ମାନେ ଗୋଟେ ବର୍ଷରେ ଆମ ମନ୍ଦିର ଏଠି ଗାଁରେ କମ୍ପ୍ଲିଟ୍ ହେଇଗଲା, ଗୋଟେ ବର୍ଷ ଭିତରେ। ଆଉ ଏତେ ସୁନ୍ଦର ହେଇଯାଇଛି, ତା ଭିତରେ ବହୁତ ବଢ଼ିଆ ଲାଗୁଛି। କାହିଁକିନା ପୁରା ଛୋଟ ମନ୍ଦିର ଆମର ଥିଲା, ପୁରା କଞ୍ଜେଷ୍ଟେଡ଼ ହେଉଥିଲା। ତା ଭିତରେ ବି ଲୋକ ପଶିବାକୁ 2-4 ଜଣ ହେଲେ ମାନେ ଜାମ୍ ହେଇଯାଉଥିଲା। ଏବେ ଯେତେ ଲୋକ ହେଲେ ବି କିଛି ଇଏ ନାହିଁ। ଆଉ ଏତେ ଥଣ୍ଡା ଲାଗୁଛି ତା ଭିତରେ, ପବନ ପିଟୁଛି, ନଈ କୂଳ ପାଖରେ ନା। ଆଉ ଏତେ ସୁନ୍ଦର ହେଇଯାଇଛି ଦେଖନ୍ତୁ। ଆପଣମାନେ ବି ଦେଖି ଜାଣିପାରୁଥିବେ କେତେ ସୁନ୍ଦର ହେଇଛି ମନ୍ଦିରଟା। ଆଉ ବହୁତ ସୁନ୍ଦର ହେଇଛି, ଆଉ ଭଲ ଲାଗୁଛି ବି। ଆଉ କେତେ ଲୋକ ହେଉଛନ୍ତି, ଖରା ଗରମ ହେଉଛି, କିନ୍ତୁ ଭିତରେ ଠିଆ ହେଲା ମନ୍ଦିର ଭିତରେ ଗରମ କିଛି ଜଣାପଡ଼ୁନି, ପବନ ପିଟୁଛି, ବହୁତ ବଢ଼ିଆ ଲାଗୁଛି। ତ ଠାକୁର ଦର୍ଶନ କରିକି ଯାଇ ଠାକୁରଙ୍କ ପ୍ରସାଦ ଖାଏ। କାରଣ ମୁଁ ଯେଉଁ ମନ୍ଦିର ଯିବି ଠାକୁରଙ୍କ ପ୍ରସାଦ ନ ଖାଇଲେ ମୋତେ ଭଲ ଲାଗେନି। ଆଉ ଯେତେ ଖାଇଥାଏ ମସ୍ତେ କ'ଣ ସମସ୍ତଙ୍କୁ ବି ମାନେ ଠାକୁରଙ୍କ ପ୍ରସାଦଟା ବହୁତ ଭଲ ଲାଗେ। ଆଜି ଠାକୁରଙ୍କ ପ୍ରସାଦରେ ହେଇଥିଲା ଦହି ପଖାଳ, ଆଉ ଚିପ୍ସ, ଆଳୁ ଭର୍ତ୍ତା, ଆଉ ବହୁତ ଟେଷ୍ଟି ହେଇଥିଲା। ମିଠା ମିଠା ଲାଗୁଥିଲା, ବହୁତ ବଢ଼ିଆ ଲାଗୁଥିଲା। ପେଟେ ଖାଇ ଦେଇକି ଆସି ଘରକୁ ଆସିଲୁ। ପୁଣି ରାତିକି ପୂର୍ଣ୍ଣାହୁତି ଦେଖିବା ପାଇଁ ଗଲୁ ସମସ୍ତେ ସାଙ୍ଗ ହେଇକି। ରାତିରେ ଦେଖନ୍ତୁ ମନ୍ଦିର କେତେ ସୁନ୍ଦର ଦେଖାଯାଉଛି ନା, ପୁରା ଲୋକ ଭିଡ଼କୁ ମନ୍ଦିର ପୁରା ସୁନ୍ଦର ଦେଖାଯାଉଛି। ଆସିବାକୁ ଇଚ୍ଛା ହେଉନି, ହେଲେ ଲାଷ୍ଟ ଯାଏଁ ତ ରହିହେବନି, କାହିଁକିନା ଛୁଆ କାନ୍ଦିବେ। ପୂର୍ଣ୍ଣାହୁତି ସରିଲା ବେଳକୁ 8-1 ରାତି ହେଇଯିବ। ଆଉ ଏତେ ରାତି ଯାଏଁ ତ ଟୋଟାଲି ରହିହେବନି। ସେଥିପାଇଁ ଆସିଛୁ ବେଳାବେଳି ଠାକୁର ଦର୍ଶନ କରି ଯଜ୍ଞ ଟିକେ ଦେଖିଦେଇକି ପଳେଇବୁ ଆଉ ଜଲ୍ଦି, ଆଉ ନହେଲେ ଲେଟ୍ ହେଇଯିବ। ଆଉ ଠାକୁର ଦର୍ଶନ ତ ସରିଗଲା, ଖିଆପିଆ ସରିକି ଆମେ ଘରକୁ ଫେରୁଛୁ ଆଉ।